শরণাগত দীননাথং পরিত্রাণং পরায়ণে সর্বসাতে হরে দেবী মা শারদে দেবী নমস্তুতে। জয় মা শারଳା। ଆଜିକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ଏ ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ଇଏ ସୁରେଶ ମାହାଳି। କେବଳ ଇଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ଏ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହେବ। ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ଗୋଟିଏ ରାଜ୍ୟରେ ରାଜାଟିଏ ଥାନ୍ତି। ରାଜାଙ୍କର ଆଦେଶ ଥିଲା ଯିଏ ମିଛ କଥା କହିବ ସିଏ 30ଟି ସ୍ୱର୍ଣ୍ଣ ମୁଦ୍ରା ପାଇବ। ରାଜାଙ୍କର ଆଦେଶ ଯିଏ ମିଛ କଥା କହିପାରିବ ସେ 30ଟି ସ୍ୱର୍ଣ୍ଣ ମୁଦ୍ରା ପାଇବ। ତା ପରଦିନ ଠାରୁ ରାଜବାଟୀରେ ଲୋକମାନଙ୍କର ଭିଡ଼ ସୁଅ ଛୁଟିଲା। ସମସ୍ତେ ମିଛ କଥା କହିବେ ବୋଲି ଆସିଥାନ୍ତି। ରାଜାଙ୍କ ଆଗରେ ମିଛ କଥା କହିବା, 30ଟି ସ୍ୱର୍ଣ୍ଣ ମୁଦ୍ରା ନେବା। ଏତେ ଭିଡ଼ ଦେଖିକିନା ମନ୍ତ୍ରୀ ମହୋଦୟ ଆସି ରାଜାଙ୍କ ପାଖରେ ହାତ ଯୋଡ଼ି କହିଲା ମହାରାଜ ଆପଣ ଏ କଥାକୁ ଫେରେଇ ନିଅନ୍ତୁ, କାରଣ ରାଜକୋଷ ଶୂନ୍ୟ ହୋଇଯିବ। ହଜାର ହଜାର ସଂଖ୍ୟାରେ ଲୋକମାନେ ବର୍ତ୍ତମାନ ରୁଣ୍ଡ ହୋଇଛନ୍ତି ମିଛ କହିବା ପାଇଁ। ଆଉ ଆପଣମାନଙ୍କୁ ମିଛ କହି 30 ଲେଖା ସ୍ୱର୍ଣ୍ଣ ମୁଦ୍ରା ଯଦି ଏମାନେ ନେଇଯାଆନ୍ତି ରାଜକୋଷ ଶୂନ୍ୟ ହୋଇଯିବ। ରାଜା କହିଲେ ହେ ମନ୍ତ୍ରୀ, ଯେଉଁ କଥାକୁ ମୁଁ ଆଜି ଆଦେଶ ଦେଇଛି ମୁଁ କେବେ ଫେରେଇ ପାରିବିନି। ତମେ ଲୋକମାନଙ୍କୁ ଗୋଟା ଲେଖା ବଟାଅ। ପ୍ରଥମ ମିଛୁଆଟିଏ ଆସି ପହଞ୍ଚିଲା। କହିଲା ମହାରାଜ କାଲି ମୁଁ ଜଙ୍ଗଲରେ ଗୋଟେ ମୂଷାଟିଏ ଦେଖିଲି। ରାଜା କହିଲେ ହଁ। କହିଲେ ସେ ମୂଷାଟିକି ଧରିବା ପାଇଁ ଯେତେବେଳେ ଗଲି ସେ ଗୋଟେ ହାତୀ ହେଇଗଲା। ରାଜା କହିଲେ ତମେ ଯାହା କହିଲ ସତ କହିଲ, ଏଇଟା ମିଛ ନୁହେଁ। ଲୋକଟି ଆଶ୍ଚର୍ଯ୍ୟ ହେଇଗଲା। ରାଜା କହିଲେ ଇନ୍ଦ୍ରଦେବ ଐରାବତ ହସ୍ତିକି ମର୍ତ୍ତ୍ୟପୁରକୁ ପୁରା ପଠେଇଥିଲେ। ତାର ଅନେକ ରୂପ, ତେଣୁ ସେ ମୂଷା ହେଇଯାଇଥିଲା, ତାପରେ ସେ ହାତୀ ହେଇଯାଇଛି। ଲୋକଟି ମନ ଦୁଃଖ କରିକି ଗଲା। କହିଲେ ହେ ମନ୍ତ୍ରୀ ଆଉ କିଏ ଅଛି ପଠାଅ। ଦ୍ୱିତୀୟ ମିଛୁଆଟି ଆସି ପହଞ୍ଚିଗଲା। କହିଲା ମହାରାଜ ଗରିବ ଲୋକଟି ମୁଁ, କାଲି ଗୋଟିଏ ବିଡ଼ି ଖାଇବା ପାଇଁ ମୁଁ ଡିଆସିଲି ଖୋଜିଲି। ଡିଆସିଲି ମୋ ପାଖରେ ନଥିଲା। ମୁଁ ସେଇଠୁ ଗୋଟିଏ ଛିଣ୍ଡା କାଗଜଟି ଆଣି ସୂର୍ଯ୍ୟଙ୍କୁ ଦେଖେଇଦେଲି ଏବଂ ସେ କାଗଜଟି ଜଳି ଉଠିଲା। ତାପରେ ମୁଁ ବିଡ଼ି ଖାଇଲି। ରାଜା କହିଲେ ତମେ ଯାହା କହିଲ ଏଇଟା ସତ କଥା, ମିଛ ନୁହେଁ। କହିଲେ ଆମେ ସେତେବେଳେ ପିଲାଟି ହେଇଥାଉ, ଆମ ବାପା ରୋଷେଇ କଲାବେଳେ ସୂର୍ଯ୍ୟଙ୍କୁ ଏଇଭଳି ଭାବରେ କାଗଜ କୁଟା ଦେଖେଇ ସେ ରୋଷେଇ କରନ୍ତି, ଆମେ ଖାଉ। ମିଛୁଆ ଜଣକ ମନ ଦୁଃଖ କରିକି ଗଲା। ଏଇଭଳି ଗୋଟିଏ ପରେ ଗୋଟିଏ ମିଛୁଆ ଆସୁଥାନ୍ତି, ଫେରିକି ଯାଉଥାନ୍ତି। ଗୋଟିଏ ପଣ୍ଡିତଟିଏ ଆସି ପହଞ୍ଚିଲା। ମହାରାଜ କହିଲେ କଣ କହୁଛ କୁହ। ନା ମହାରାଜ ଆପଣ କହିଥିଲେ 3 ଦିନ ତଳେ ମୋତେ ଅଧେ ରାଜ୍ୟ ଦେବେ ବୋଲି। ରାଜା କହିଲେ ଏ କଥା ମିଛ କଥା। ପଣ୍ଡିତ କହିଲେ ଏଥର 30ଟା ସ୍ୱର୍ଣ୍ଣ ମୁଦ୍ରା ଦିଅନ୍ତୁ। ଆପଣ ମୋ କଥା ମିଛ, 30ଟା ସ୍ୱର୍ଣ୍ଣ ମୁଦ୍ରା ଦିଅନ୍ତୁ। ରାଜା ପୁଣି ଆଶ୍ଚର୍ଯ୍ୟ ହେଇଗଲେ। କହିଲେ ନାଇଁ ତମେ ଯାହା କହିଲ ମିଛ ନୁହେଁ, ସତ। କହିଲେ ଯଦି ସତ ତାହେଲେ ମୋତେ ଅଧେ ରାଜ୍ୟ ଦିଅନ୍ତୁ। ପୁଣି ରାଜା ବିଚଳିତ ହୋଇ କହିଲେ ତମେ ଯାହା କହିଛ ମିଛ କଥା। ଏଇଟା 30ଟି ସ୍ୱର୍ଣ୍ଣ ମୁଦ୍ରା ପାଇ
पंडित जनक गला आज नीतिवाणी यही शिक्षा लाभ करिबा राजा थिले गोटे मूर्ख से मूर्ख मानकू राजा पाठ पढ़ेले किंतु पंडित लोक को राजा केबे पाठ पढ़े पारलेनी किंतु गोटे पंडित जदि ये संसार रे थाए से अनेक मूर्ख मानकू दिने पंडित कर दे पारिबे किंतु 100 पंडित आगे गोटे मूर्ख जदि जुटिगला से मूर्ख केबे पंडित हवाटा ये कष्टकर हो जाए तेणु एठी पंडित राजा को एते बड़ मूर्ख थिले तांको पंडित करदे ये पारिले नहबा कथा को मध्य ये पंडित एभली कथा कहले राजा कहले नाई मु जा मिछ जोटा मिछ 30टी स्वर्ण मुद्रा नहीं कि पंडित आसिला यही थिला मोर नीतिवाणी ये निर्जास कथा आजिकार अनुचिंता घर आगरे केतेबेले क्षीर गछर वृक्ष ये लगेबेनी अशुभदायक घर आगरे केतेबेले क्षीर गछर वृक्षटीए ये लगेबेनी ये होची अशुभदायक ये प्रणाम यही कही मोर नीतिवाणी अनुचिंता को परिसमाप्त करुच्ची ये प्रणाम जय जगन्नाथ।